ଚାକିରି ପାଇଁ କେବଳ ମାଙ୍କୁ ନୁହଁ ବାପାଙ୍କୁ ବି ହତ୍ୟା କରିଥିଲା ଝିଅ। ଜୟପୁର ମହିଳାଙ୍କ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ନୂଆ ମୋଡ଼। ଜୟପୁର ନିବାସୀ ନୀରଜ ଶର୍ମାଙ୍କ ହତ୍ୟା ମାମଲାରେ ଏବେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରିଯିବ। କାରଣ ପୁଲିସ ବର୍ତ୍ତମାନ ନୀରଜଙ୍କ ସ୍ୱାମୀ ବିଜୟ ଶର୍ମାଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବା। ବିଜୟ ଶର୍ମାଙ୍କର 2025ରେ ମୃତ୍ୟୁ ହୋଇଥିଲା ସତ, ଆଉ ଏହି ଘଟଣାରେ ତାଙ୍କ ଝିଅର ମଧ୍ୟ ହାତ ଥିବା କୁହାଯାଉଛି। ତେବେ ନୀରଜଙ୍କ ହତ୍ୟା ମାମଲାରେ ଝିଅ ଆୟୁଷୀ ଶର୍ମା ଗିରଫ ହେବା ପରେ ଏହି ନୂତନ ଅଭିଯୋଗ ଆସିଛି ଯେ ବାପାଙ୍କ ମୃତ୍ୟୁ ପରେ ସରକାରୀ ଚାକିରି ଓ ପାରିବାରିକ ସମ୍ପତ୍ତି ହଡପ କରିବାକୁ ଆୟୁଷୀ ଶର୍ମା ପ୍ରଥମେ ବାପା ଓ ପରେ ମାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ 23 ବର୍ଷୀୟ ଆୟୁଷୀ ଶର୍ମା ସରକାରୀ ଚାକିରି ଲୋଭରେ ନିଜ ମାଙ୍କୁ ସୁପାରି ଦେଇ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଆୟୁଷୀ ନିଜ ସମ୍ପର୍କୀୟ ଭାଇ ବଳରାମ ଓରଫ ରବି ସହିତ ମିଶି ହତ୍ୟା ଷଡ଼ଯନ୍ତ୍ର କରିଥିଲେ। ବଳରାମ ଏବେ ଫେରାର ରହିଛି। ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଜୁଲାଇ 3 ତାରିଖରେ ଏକ କୋର୍ଟରେ ଏଲଡିସି ଥିବା ନୀରଜଙ୍କୁ ଜୟପୁରର ପ୍ରତାପନଗରରେ ସ୍କର୍ପିଓ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିଲା। ତେବେ ଆୟୁଷୀଙ୍କ ସମେତ ଏହି ହତ୍ୟା ମାମଲାରେ 7 ଜଣ ଗିରଫ ହୋଇଛନ୍ତି ଏବଂ ବଳରାମ ଏବେ ବି ଫେରାର ରହିଛି। ତେବେ ଆୟୁଷୀ ନିଜ ମାଙ୍କୁ ହତ୍ୟା କରିଥିବା ଜଣାପଡ଼ିବା ପରେ ବାପାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଆୟୁଷୀଙ୍କ ମାମୁଁ ତଥା ନୀରଜଙ୍କ ଭାଇ ରାକେଶ ଶର୍ମା ଉଭୟ ପୁଲିସ ଓ କୋର୍ଟକୁ ବିଜୟ ଶର୍ମାଙ୍କ ମୃତ୍ୟୁର ତଦନ୍ତ କରିବାକୁ କହିଛନ୍ତି। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।